11টাରେ ଆମେ ବନ୍ଦ କରବାର ଥିଲା। 11:20 ଆମେ ଆଜି ଟିକେ ବସିବା, ବେଶୀ ନାହିଁ, ଅଳ୍ପ ସମୟ 15-20 ମିନିଟ୍ ଆମେ ବସିବା। ତ ଆଜିର ଚିନ୍ତା ନିମନ୍ତେ ଆମେ ଦେଖିବା ପ୍ରଥମ ପିତର 2 ପର୍ବ ତାର 1 ପଦରୁ 3 ପଦ ଯାଏ। ପ୍ରଥମ ପିତର 2 ପର୍ବ ତାର 1 ପଦରୁ 3 ପଦ ଯାଏ। ଏ ପ୍ରକାର ଲେଖାଯାଏ ପ୍ରଥମ ପିତର 2 ଅଧ୍ୟାୟ 1 ପଦରୁ 3 ପଦ ପର୍ଯ୍ୟନ୍ତ। ଅତଏବ ପ୍ରଭୁ ଯେ ମଙ୍ଗଳମୟ, ଏହା ଯଦି ଆସ୍ୱାଦନ କରିଅଛ, ତାହେଲେ ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି ନବଜାତ ଶିଶୁତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର, ଯେପରି ତୋ ଦ୍ୱାରା ପରିତ୍ରାଣାର୍ଥେ ବୁଦ୍ଧି ପାଇପାର। এই পত্র ପିତର ଲେଖିବା ବିଷୟ ଆମେ ଦେଖିପାରୁଛୁ। ଆଉ ଯେତେବେଳେ ସେ ରୋମିଓ ଶାସନର ଅଧୀନରେ ଖ୍ରୀଷ୍ଟିଆନ ମାନେ ରହୁଛନ୍ତି, ସେହି ସମୟରେ ପିତର এই ପତ୍ର ଲେଖୁଛନ୍ତି। ଆଉ ଏଇଟା ଗୋଟେ ବିଶ୍ୱାସୀମାନଙ୍କ ପାଇଁ ଏଇଟା ଲେଖା ହେଇଛି, ଅବିଶ୍ୱାସୀମାନଙ୍କ ପାଇଁ ନାହିଁ, ଆଉ ବିଶ୍ୱାସୀମାନଙ୍କ ପାଇଁ ଲେଖା ହେଇଛି। ଯେତେବେଳେ ସେମାନେ ନିର୍ଯାତନା ପାଉଥିଲେ, ତାଡ଼ନା ପାଉଥିଲେ ଏ ରୋମିଓ ଶାସନକର୍ତ୍ତାମାନଙ୍କ ଦ୍ୱାରା, ସେମାନେ ସମାଜ ତାଙ୍କୁ ତାଡ଼ନା କରୁଥିଲା। ଆଉ ଅନେକ ଲୋକ ତାଙ୍କୁ ତାଡ଼ନା ଦେଉଥିଲେ ଲୋକମାନେ। ସେଥିପାଇଁ ତାଡ଼ନା ସମୟରେ କେମିତି ଆମେ ଜୀବନ କାଟବାର ଅଛି ସେ ବିଷୟରେ ନେଇକରି ସେ ପତ୍ର ଲେଖିଛନ୍ତି। ଆଉ ଏଠି ନୂତନ ଜନ୍ମ ବିଷୟରେ ଆମେ ଦେଖିପାରୁ। ପ୍ରଥମ ପିତର 1 ପର୍ବ ନୂତନ ଜନ୍ମ ପରିତ୍ରାଣ ବିଷୟରେ ଲେଖାଯାଇଛି, କିନ୍ତୁ এই ଦ୍ୱିତୀୟ ଅଧ୍ୟାୟ ନୂତନ ଜୀବନର ଫଳ ବିଷୟରେ ଲେଖାଯାଇଛି। ଏଇଟା ତ ପରିତ୍ରାଣ ହେଲା, ଏବେ ଫଳ ଆମେ କେମିତି ପ୍ରାପ୍ତ ହେବାର ଅଛି, ପାଇବାର ଅଛି, ସେ ବିଷୟରେ 2 ପର୍ବରେ ଲେଖାଯାଇଛି। 1 ପର୍ବ ନୂତନ ଜନ୍ମ ବିଷୟରେ, ଆଉ 2 ପର୍ବ ତାର ଫଳ ବିଷୟରେ ଆମେ ଦେଖିପାରୁ। ଆଉ ଏଠି ଆମେ ଦେଖୁଛୁ ଯେ 2 ପଦରେ ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା, ପରନିନ୍ଦା ଏସବୁ ପରିତ୍ୟାଗ କରିବା ବିଷୟରେ ମଧ୍ୟ ଆମେ ଦେଖିପାରୁ। ଏଠି ଗୋଟେ ବିଷୟ ଲେଖା ହେଇଛି, ଅତଏବ ବୋଲିକରି ଯୋଉଠି ଲେଖା ହେଇଛି, ସେଇଠୁ ଆରମ୍ଭ ଏଇଟା ହେବା ବିଷୟ ଆମେ ଦେଖିପାରୁ। ତୁମମାନେ ନୂତନ ଜନ୍ମ କ'ଣ ହେଇଛ, ପାଇଛ, ତୁମେ ପୁନର୍ଜନ୍ମ ପ୍ରାପ୍ତ ହେଇଛ। ହେଲେ ତୁମେ ଏବେ ପବିତ୍ର ହେବା ପାଇଁ ପ୍ରଭୁ ତୁମକୁ ଆହ୍ୱାନ କରୁଅଛନ୍ତି, ଡାକୁଛନ୍ତି। ତେଣୁ ଆମେ କ'ଣ କରିବାର ଅଛି, ପୁରୁଣା ସ୍ୱଭାବକୁ ଆମେ କ'ଣ କରିବାର ଅଛି, ଛାଡ଼ିବାର ଅଛି। ପୁରୁଣା ସ୍ୱଭାବ ଯଦି ଛାଡ଼ିବା ନାହିଁ, ଆମେ ନୂତନ ଜନ୍ମ ହେବାର କିଛି ମାନେ ନାହିଁ। ଏଫେସୀୟ 4 ପର୍ବ ତାର 22ରେ ଆମେ ଦେଖିପାରୁଛୁ, ପୁରାତନ ବିଷୟ ତୁମକୁ ସବୁ ପରିତ୍ୟାଗ କର ବୋଲିକରି ଆମେ ଦେଖିପାରୁଛୁ। ଆଉ ପରିତ୍ୟାଗ କରବାର ଅଛି, ଆମେ ମଳିନ ବସ୍ତ୍ରକୁ ଆମେ କ'ଣ କରିବାର ଅଛି, ସେଟା ଗ୍ରୀକରେ ଯଦି ଦେଖିବା, ମଳିନ ବସ୍ତ୍ରକୁ ଫିଙ୍ଗି ଦେବାର ଅଛି। ମଳିନ ବସ୍ତ୍ରକୁ ଆମେ ଫିଙ୍ଗି ଦେବା ବିଷୟକୁ এই ପୁରୁଣା ସ୍ୱଭାବ ବୋଲିକରି କୁହାଯାଉଛି। ପୁରାଣ ଆମର ଆଚାର, ବ୍ୟବହାର, କଥାବାର୍ତ୍ତା ସବୁ ପୁରୁଣାଟା ଆମେ ଛାଡ଼ି ଦେବାର ଅଛି, ଆଉ ନୂତନ ବସ୍ତ୍ର ଆମେ ପରିଧାନ କରିବାର ଅଛି। ଯେଉଁ ମଳିନ ବସ୍ତ୍ର ଆମେ ପିନ୍ଧିଥିଲୁ, ପ୍ରଭୁ ଆମମାନଙ୍କୁ ଆଜି ଗୋଟେ ସଫା ବସ୍ତ୍ର ଦେଇଛନ୍ତି, ପରିତ୍ରାଣର ବସ୍ତ୍ର ଦେଇଛନ୍ତି, ଆଉ ତାହାକୁ ଆମେ ପରିଧାନ କରିବାର ଅଛି। ଗୋଟେ ଛୋଟ ଶିଶୁ ଯେ ପ୍ରକାର କାଦୁଅରେ ଖେଳିଲା ପରେ ତାର ମା ତାକୁ ଯାଇକରି ଗାଧା ପିଧା କରି ନୂଆ ବସ୍ତ୍ର ପିନ୍ଧାଇ ଦେବ, ସେଇ ପ୍ରକାର ଆଜି ଆମେ ନୂଆ ବସ୍ତ୍ର ପିନ୍ଧି ପରିତ୍ରାଣ ପ୍ରାପ୍ତ ହେଇଛୁ। ତେଣୁକରି ଏଠି 5ଟି ଗଭୀର ପାପ ବିଷୟରେ ଆମେ ଏଠି ଦେଖିପାରୁ। 5ଟି ଗଭୀର। ଆଉ 1 ପଦରେ ଆମେ ଦେଖିପାରୁଛୁ ଯେ ତୁମେ 1 ପଦ ଟିକେ ପଢ଼ିଦିଅ। ଅତଏବ ପ୍ରଭୁ ଯେ ମଙ୍ଗଳମୟ, ଏହା ଯଦି ଆସ୍ୱାଦନ କରିଅଛ, ପ୍ରଭୁ ଯେ ମଙ୍ଗଳମୟ, ମାନେ ପ୍ରଭୁଙ୍କର ମଙ୍ଗଳ ବିଷୟକୁ ଆସ୍ୱାଦନ କରିଅଛୁ ଯେତେବେଳେ ପରିତ୍ରାଣ ପ୍ରାପ୍ତ ହେଲୁ।
ଯଦି ମଙ୍ଗଳମୟ ବୋଲି ଆମେ ପ୍ରଭୁଙ୍କୁ ଜାଣୁଛୁ ସେ ଆମକୁ ପ୍ରତ୍ୟେକ ବିଷୟରେ ଆମେ ଦେଖୁଛୁ। ଗୀତ ସଂହିତା 34 ତାର 8 ପଦ ପଢ଼। ଏ ପ୍ରକାର ଲେଖାଯାଏ ଗୀତ ସଂହିତା 34 ତାର 8 ପଦ, ଆହେ ସଦାପ୍ରଭୁ ଯେ ମଙ୍ଗଳମୟ, ଏ ଆସ୍ୱାଦନ କରି ଦେଖ, ଯେ ତାହାଙ୍କ ଶରଣାଗତ ସେ ଲୋକ ଧନ୍ୟ। ସଦାପ୍ରଭୁ ଯେ ମଙ୍ଗଳମୟତା ଆସ୍ୱାଦନ କରି ଦେଖ। ଆମେ ଗୋଟେ ଫଳକୁ ଜାଣିବାଟା ଅଲଗା ଆଉ ତାକୁ ଚାଖବାଟା ଅଲଗା। ଯେ ଚାଖିଛି ସେ ତାର ମଧୁର ତାର ଟେଷ୍ଟ ସେ ଜାଣିପାରିଛି। ତେଣୁକରି ଆମେ ଯଦି ଜାଣିଛୁ ତାଙ୍କର ସେଇ ମଙ୍ଗଳ ଦାନ, ତାହେଲେ ଆମେ କି ପ୍ରକାର ଜୀବନ କାଟବାର ଅଛି ତାର 5ଟା ବିଷୟ ଅଛି ଆମେ ଦେଖିପାରୁ। ପ୍ରଥମ ବିଷୟ ଅଛି ସେ ଦୁଷ୍ଟତା ଆମେ ପରିତ୍ୟାଗ କରିବା। ଏଇଟା ଖ୍ରୀଷ୍ଟିଆନ ଜୀବନରେ ମଧ୍ୟ ପରିତ୍ରାଣ ପାଇଲା ପରେ ମଧ୍ୟ ଆମମାନଙ୍କ ଜୀବନରେ এই ଦୁଷ୍ଟତା ଗୁଡ଼ାକ ରହୁଛି। ଆମେ ଭାବୁଛୁ ଗୋଟେ ଲୋକ ମର୍ଡର କରଲେ ଏକା ପାପ, ଆମେ ଭାବୁଛୁ ବ୍ୟଭିଚାର କାମ କରଲେ ଏକା ପାପ, ଆମେ ଭାବୁଛୁ ଚୋରି କାମ କରଲେ ଏକା ପାପ। କିନ୍ତୁ ସେତିକି ନାହିଁ। ଆମେ ତ ମର୍ଡର କରୁନୁ କାହାକୁ, ଆମେ ତ ବ୍ୟଭିଚାର କାମ କରୁନୁ, ଆମେ ତ ଚୋରି କରୁନୁ, କିନ୍ତୁ ଆମେ ଯୋଉ ବିଷୟ ଗୁଡ଼ାକ କରୁଛୁ ନ ଜାଣିଲା ପରେ ଏ କାମ ଗୁଡ଼ାକ କରୁଛୁ, ଯୋଉ ଦୁଷ୍ଟତା ବୋଲିକରି ଆମେ ଦେଖିପାରୁ। ତେଣୁକରି ଏଥିରୁ ଲେଖା ହେଇଛି ଅତ ସମସ୍ତ ପ୍ରକାର ଦୁଷ୍ଟତା ତମେ କ'ଣ କର, ପରିତ୍ୟାଗ କର ବୋଲି ଲେଖା ହେଇଛି। ଯୋଉ ଗ୍ରୀକ ଭାଷାରେ କୁହାଯାଉଛି କାକାଇ ବୋଲିକରି ଗୋଟେ ୱାର୍ଡ ଅଛି, ଯାହାର ଅର୍ଥ ଅନ୍ୟର ଅନିଷ୍ଟ ଚାହିଁବା। ଦୁଷ୍ଟତାର ଅର୍ଥ ହଉଛି ଅନ୍ୟର ଅନିଷ୍ଟ ଚାହିଁବା, ତାର ପ୍ରତିଶୋଧର ଗୋଟେ ଭାବନା ନେବା ବିଷୟ।